ମୋ ନାଁ ହେଉଛି ରବୀନ୍ଦ୍ର ମହାପାତ୍ର। ଆମ ଘର ଏଇ ଶରଣକୂଳ ବାସିନ୍ଦା। ଆମର ଉତ୍ସବ ଦୀର୍ଘ 14-15 ମସିହାରୁ ଆରମ୍ଭ ହେଲାଣି। ଏବେ 2 ବର୍ଷ ହେଲା ଭଣ୍ଡାର ମହୋତ୍ସବ ଅନୁକୂଲ୍ୟରେ ଏ ରଜ ମହୋତ୍ସବ 2 ବର୍ଷ ହେଲା ଆରମ୍ଭ ହେଲା। ଆମର ସଭାପତି ବାଚସ୍ପତି ମହାଶୟ ଅଛନ୍ତି, ମୁଁ ସମ୍ପାଦକ ଅଛି, ବଳଭଦ୍ର ବାବୁ ଆମର ସହସମ୍ପାଦକ, ଭାଗବତ ବାବୁ ଉପସଭାପତି ଏବଂ ଆମର ପ୍ରାୟ ଆମେ 15-20 ଜଣ ମେମ୍ବର ଏଠି ଅଛୁ। ସରପଞ୍ଚ ବି ଅଛନ୍ତି, ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ, ଏମିତି ସବୁ ଆମେ ଅଛୁ। 3 ଦିନ ଧରି କାର୍ଯ୍ୟକ୍ରମ 3 ଦିନ ଧରି କାର୍ଯ୍ୟକ୍ରମ ଏଠି ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି। ଆମର ଝୋଟି ପ୍ରଦର୍ଶନୀ ହେଉଛି, ରଜ ଦୋଳି ଚାଲିଛି, ଯାତ୍ରା ନାରାୟଣୀ ଶରଣକୂଳ ଏଠି 3 ଦିନ ଧରି ଅପେରା ପରିବେଷଣ କରୁଛି। ଆଜି ହେଉଛି ଆମର ଶେଷ ଦିନ। ଆଜି ଆମର ବାଚସ୍ପତି ମହାଶୟ ଆସିବେ। ରଜ କୁଇନ୍ର କାର୍ଯ୍ୟକ୍ରମ ଅଛି, ନାଟକ ତ ଆରମ୍ଭ ହେଇଗଲାଣି। ଏମିତି ଅନେକ ମୂଳ ଲକ୍ଷ୍ୟ ହେଉଛି ଆମ ଅଞ୍ଚଳରେ ରଜ ମହୋତ୍ସବ ହେଉଛି ଗୋଟେ ପରମ୍ପରା ମହୋତ୍ସବ। ପ୍ରାୟ ସବୁ ଜାଗାରେ ରଜ ଉତ୍ସବ ପାଳନ କରାଯାଏ। ପିଠାପଣା ଏମିତି ଝିଅ ପରମ୍ପରା ଆମର ଆଗରୁ ଅଛି। ବସୁମାତା ପୂଜା ହୁଅନ୍ତି। 3 ଦିନ ଧରି ମହିଳାମାନେ ବି ନିଜ ମାନନ୍ତି। ସବୁ ପିଠାପଣା ହୁଏ, କୁଣିଆ ମୈତ୍ର ଆସନ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମ ବି ଏମିତି ଅନେକ ଜାଗାରେ ହୁଏ। ଆମ ଶରଣକୂଳରେ ଏଠି ଆମର ମା ଝାଡ଼େଶ୍ୱରୀଙ୍କର ଯଜ୍ଞ ଉତ୍ସବ ହେଉଛି, ସେଠି ବି ବହୁତ ଲୋକ ବି ହୁଅନ୍ତି। ଆମର ମୂଳ ଲକ୍ଷ୍ୟ ହେଲା ରଜରେ ଆମର ଯେଉଁ ଭାଇଚାରା, ଆମର ମା ମାଉସୀମାନେ ଆସିକି ପିଲାମାନେ, ଛୋଟ ଛୋଟ ପିଲାମାନେ ବି ନୃତ୍ୟ ପରିବେଷଣ କରୁଛନ୍ତି, ରଜ ଦୋଳି ଖେଳୁଛନ୍ତି। ରଜ ଦୋଳି ପ୍ରାୟ ଜାଗାରେ ରଜ ଦୋଳି ବି ବନ୍ଦ ହେଇଗଲାଣି, ଆଉ ରଜ ଦୋଳି ଏମିତି ହେଉନି। ଆମର ମୂଳ ଲକ୍ଷ୍ୟ ଯାତ୍ରା ପଡ଼ିଆରେ ଏଠି ରଜ ଦୋଳି 10ଟି ବାଉଁଶ ଦୋଳି ହେଇଛି। ଆମେ ବି କମିଟି ବାଲା ବି ଆମେ ଏଠି ଏଇ ଦୋଳି ଖେଳିଲାଣି, ମା ମାଉସୀ ଭଉଣୀମାନେ ଦୋଳି ଖେଳିଲା ବି ଆମକୁ ଭାରି ଆନନ୍ଦ ଲାଗେ। ଏବଂ ପରମ୍ପରା ଗୁଡ଼ିକୁ, ଆମ ରଜ ପରମ୍ପରା ବେଳେ ଆମକୁ ରଜ ପରମ୍ପରା ବୋଲି ଆମକୁ ଲାଗୁଛି। ଏ ପରମ୍ପରା କେମିତି ଆଗକୁ ବଢ଼ିବ, ସେ ଆମ ଅଞ୍ଚଳର ଜନସାଧାରଣ ବି କାଲି ବହୁତ ଲୋକ କାଲି ଏଠି ସମାଗମ କରିଥିଲେ। ଆଜି ତ ବର୍ଷା ଆସିଛି, ତଥାପି ଲୋକ ଏଠି ରାତି 9ଟା 10ଟା ଯାକେ ଲୋକ ହେଉଛନ୍ତି।